ଆଜି ଆମେ ଲେଖିବା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହର ଅଧିକା ବୈଠକ ବିବରଣୀ। ମୁଁ ପ୍ରଥମେ ବୈଠକ ତାରିଖ ଦେଇଛି 6/9/2025। ସ୍ଥାନ ମନ୍ଦାରସାହିପାଟଣା ଅଙ୍ଗନବାଡ଼ି କେନ୍ଦ୍ର। ସମୟ ଦିବା 1 ଘଟିକା। ଅଦ୍ୟ 6/9/2025 ଶନିବାର ଦିବା 1 ଘଟିକା ସମୟରେ ମନ୍ଦାରସାହିପାଟଣା ଅଙ୍ଗନବାଡ଼ି କେନ୍ଦ୍ରରେ ସମସ୍ତ କିଶୋରୀ ଆଶା ଦିଦି, ଏସ୍ଏଚ୍ଜି ମେମ୍ବର, ଏନ୍ଏମ୍ ଦିଦି, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଉପସ୍ଥିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଖୀ ଯମୁନାଗିରି ଓ ସହେଲି ଉଷା ଦାସ ସଭାକାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ। ସେପ୍ଟେମ୍ବର ମାସର ବିଷୟ ଥିଲା ଭଲ ପୋଷଣ ଓ ଏହାର ଉପକାରିତା। ସେପ୍ଟେମ୍ବର ମାସର ଆଲୋଚ୍ୟ ବିଷୟ ହେଉଛି ରକ୍ତହୀନତା କ'ଣ ଓ ଏହାର ନିରାକରଣ। ପ୍ରଥମେ ଆମେ ଜାଣିବା ରକ୍ତହୀନତା କ'ଣ। ରକ୍ତହୀନତା ହେଉଛି ଏକ ସାଧାରଣ ରୋଗ। ଲୋହିତ ରକ୍ତକଣିକାରେ କମ୍ ହିମୋଗ୍ଲୋବିନ୍ ଓ ଅମ୍ଳଜାନ ପରିବହନ ଦ୍ୱାରା ହେଉଥିବା କ୍ଷତିକୁ ରକ୍ତହୀନତା କୁହାଯାଏ। ହିମୋଗ୍ଲୋବିନ୍ ହେଉଛି ଲାଲ ରକ୍ତକଣିକାରେ ଥିବା ଏକ ପ୍ରୋଟିନ୍ ଯାହା ଆମ ଶରୀରର ସମସ୍ତ ଅଙ୍ଗକୁ ଅକ୍ସିଜେନ୍ ପହଞ୍ଚାଏ। ଏହା କମିଗଲେ ଶରୀରରେ ଶକ୍ତି ହ୍ରାସ, ଦୁର୍ବଳତା, ମୁଣ୍ଡ ବୁଲାଇବା, ବାଳ ଝଡ଼ିବା, ରୋଗ ପ୍ରତିରୋଧ କ୍ଷମତା କମିଯିବା ଓ ଗର୍ଭବତୀ ମାଆମାନଙ୍କର ଗୁରୁତର ସମସ୍ୟା ସୃଷ୍ଟି କରେ। ରକ୍ତହୀନତାର କାରଣ ଖାଦ୍ୟରେ ଲୌହ, ଫୋଲିକ୍ ଏସିଡ୍, ଭିଟାମିନ୍ B12, ପ୍ରୋଟିନ୍ ଅଭାବ, ଅତ୍ୟଧିକ ରକ୍ତସ୍ରାବ, ବାରମ୍ବାର ମ୍ୟାଲେରିଆ ଜ୍ୱର ହେବା, କୃମି ସଂକ୍ରମଣ, ପୁଷ୍ଟିହୀନତା ଓ ଅସୁସ୍ଥ ଖାଦ୍ୟ ଅଭ୍ୟାସ। ରକ୍ତହୀନତାର ନିରାକରଣ ସଠିକ୍ ଓ ସୁଷମ ଖାଦ୍ୟ ଲୌହସାରର ଅଭାବ ପୂରଣ କରି ରକ୍ତହୀନତା ଦୂର କରିପାରିବ। ଲୌହସାରରେ ପରିପୂର୍ଣ୍ଣ ଖାଦ୍ୟ ଯଥା ମାଣ୍ଡିଆ, ବାଜରା, ଡାଲି, ପନିପରିବା, ଶାଗ, ଗୁଡ଼, ଚିନାବାଦାମ, ଅଣ୍ଡା, ମାଛ, ସୋୟାବିନ୍, କଞ୍ଚା ଓ ପାଚିଲା କଦଳୀ ଆଦି କିଶୋରୀ ଅବସ୍ଥାରେ ଖାଇବା ଉଚିତ। ଭିଟାମିନ୍ ସି ଥିବା ଖାଦ୍ୟ ଯଥା ଅଁଳା, ଲେମ୍ବୁ, କମଳା ଆଦି ଖାଇବା ଦରକାର କାରଣ ଏହା ଖାଦ୍ୟରେ ଥିବା ଲୌହସାରକୁ ରକ୍ତରେ ମିଶାଇବାରେ ସାହାଯ୍ୟ କରେ। ସବୁଜ ପନିପରିବା ଏବଂ ଫଳ ଅଧିକ ମାତ୍ରାରେ ଖାଇବା ଆବଶ୍ୟକ। କିଶୋର ଓ କିଶୋରୀମାନେ ନିଜକୁ କୃମି ସଂକ୍ରମଣ, ତରଳ ଝାଡ଼ା, ମ୍ୟାଲେରିଆ ଭଳି ରୋଗରୁ ଦୂରେଇ ରଖିବାକୁ ଯତ୍ନବାନ ହେବା ଉଚିତ। ଅଳ୍ପ ବୟସରେ ବିବାହ ତଥା ଗର୍ଭଧାରଣକୁ ପ୍ରତିରୋଧ କରିବା। ରାନ୍ଧିବା ପୂର୍ବରୁ, ଖାଇବା ପୂର୍ବରୁ, ଝାଡ଼ା ଯିବା ପରେ ସାବୁନରେ ଭଲ ଭାବେ ହାତ ସଫା କରିବା ଦରକାର। ବର୍ଷରେ 2 ଥର କୃମି ବଟିକା ଖାଇବା। ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିୟମିତ ଭାବରେ ମାଆମାନେ, କିଶୋରୀ ଓ ପିଲାମାନେ ଆଇରନ୍ ଓ ଫୋଲିକ୍ ଏସିଡ୍ ଟାବଲେଟ୍ ଖାଇବା ଉଚିତ। ଶେଷରେ IFA ବଟିକା ବଣ୍ଟନ କରି MSPIରେ ଅଣ୍ଡା ବଣ୍ଟନ କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର ବୈଠକ ଶେଷ କରାଗଲା।